बाबा टिके उठी जा मु खटटा झड़ा झड़ी करी बागेई दिए ना ना आवा थाओ खट नहीं 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 आना हां उठी पारुनी आवा ଏବେ ଏବେ ଶୋଇଛୁ କେତେବେଳେ? चारटा ଆଉ ଉଠେ ବେଡଟା ବାଗେଇ ଦେଲା ପରେ ଶୋଇବୁ। ଉଠେ ବାସି ବେଡଟା ଉଠେ। उठी आवा ଆଉ ଝାଡ଼ି ଦେଲା ପରେ ଶୋଇବୁ ଧନ मते मु जानी ଶୋଇଥାଉ ନା। गुड मॉर्निंग फ्रेंड्स आओ ଚାଟା ବସେଇ ଦେଲିଣି ଯେ आओ चा दियो ଉଠିବନି। ଧନ ଉଠି ପଡୁନୁ ବାସି ବେଡଟା ଝାଡ଼ି ଦବା ବାବା। ତାପରେ ତୁ ଶୋଇଥିବୁ ତୋର। କଣ କହିଲା? हां କଣ କହିଲା? कहला टेकी के नहीं जा ହଁ ତୋତେ ଆଉ ଟେକିବାର ବୟସ ଅଛି। हां ମନରେ ଅଛି ନା, ସିଏ ଯେତେବେଳେ ଛୋଟ ଥିଲା ସେ ଦେଖେନି କରେନି ତମ ଉପରେ ପୁରା ଧାଇଁ ଧାଇଁ ଡେଇଁ ପଡିବ ପୁରା। ସେ ଜାଣିବନି କି ବାବା ମତେ କେସ୍ କରିପାରିବେ କି ନାହିଁ। ଯୋଉଠି ଠିଆ ହେଇଥିବ ସେ ବେଡ୍ ଉପରେ ହଉ କି ଟେବୁଲ ଉପରେ ହଉ ପୁରା ଡେଇଁ ପଡିବ ତମ ଉପରେ। ଏମିତି କରେ। बाबा ଉଠେ ଧନ ଉଠି ପଡେ। तते बहुत थोड़ा कैच कर छु हां आई कैच कर ତମେ ତାକୁ ଉଠେଇକି ବେଡଟା ଝାଡୁଥା ମୁଁ ଚା ଆଣୁଛି। हां ବେଡ୍ ଝଡା ହେଇଗଲା। हम्म ନିଆ ଚା। ଏଇ ବେଡରୁମ ଛାଡି ଯିବାକୁ ଇଚ୍ଛା ଲାଗୁନି ନା। ଏଇ ସକାଳୁ ମାନେ ଭୋର ଭୋର ମାନେ ନିଆଁ ବାହାରୁଛି ବାହାର ପଟେ। ଭାବ ତ ଦିନ କେମିତି କଟିବ। ଆଉ 2 ଦିନ ହେଲା ବର୍ଷା ହବ ହବ କହିକି ଦେଖା ନାହିଁ ବର୍ଷାର ପୁରା। ଟିକେ ବର୍ଷା ହେଲେ ହେଲେ ଭଲ ଲାଗନ୍ତା ନା। ହଁ ବା ପୁରା ଏତେ ଖରା ଯେତିକି ହଉନି ଗୁଳୁଗୁଳି ହଉଛି ନା। ଦେଖୁନ ବାହାର ରୁମ୍ ଗୁଡ଼ା ସବୁ ନିଆଁ ବାହାରୁଛି। ଆଉ ଖାସ କରିକି ଏଇ ରୁମ୍ରୁ ପଳେଇଲା ବେଳକୁ ତ ଯେମିତି ଚେଙ୍କା ଲାଗିଯାଉଛି ବାହାରେ ନାଇଁ କି? ହଁ ବା ସେ ଶୋଇଲା ଏବେ ଉଠିବନି। 8ଟା ପୂର୍ବରୁ ଉଠିବନି। ତାପରେ 4ଟା ବେଳେ ଶୋଇଛି ଶୋଉନା। ଆଉ କାଲି ତା ମୁଣ୍ଡରେ ପୁରା ତା ଦିନ ଯାଇଛି। ସିଏ ତାଙ୍କର ବେଡରୁମ୍ରେ ଚା ପିଉଛନ୍ତି। ମୁଁ ମୋର ଏଇ ବାଡ଼ି ପଟେ ବସିକି ଚା ପିଇବି। ତାପରେ ସବୁ କାମ ଦାମ ଆରମ୍ଭ ହବ। ଗରମକୁ ନା କିଛି ବି କରିବା ପାଇଁ ଇଚ୍ଛା ହଉନି। गुड मॉर्निंग फ्रेंड्स, जय माँ संतोषी। आपण मानक आज ब्लॉग रे अनेक अनेक स्वागत। आशा करछि आपण माने समस्त भले थिबे, सुस्थ थिबे। माँ का कृपा आम मैंने भी सब भले अच्छे। आज तो मंगलवार। ब्लॉग टी कंटिन्यू करने पूर्व आपण मानक मो रिक्वेस्ट, जो मैंने आम चैनल नुआ अच्छा आम चैनल को सब्सक्राइब करूँ, फेसबुक फॉलो करूँ, वीडियो गुड़िक लाइक कमेंट शेयर करने सागर स्किप न करके निश्चय शेष जाए देखूँ एवं पाखे थे बेल आइकन को निश्चय प्रेस करेंगे, जहाँफल आम आगामी वीडियो गुड़िकर नोटिफिकेशन आपण मान पाखे सहजरे पहुँची पार। सी तो ड्यूटी गले। घर द्वार तो सब झाड़ू झुड़ा हो जाए, दांड भी धुआ सरी। मुझे बासन माजिकी गाधे था पुणी कौन मन को आसला रोषे घर थाक गुड़ाक बहुत अपरिष्कार होगा। ये झाड़ी बोली केबेठू भावुची किंतु हेलारे झाड़ूनी। सत कथा कहले हेला को नुह ए गरम को डरिकी झाड़ूनी। पुणी भाविली सबुदिन आउ डरले तो हेनी, बेसी दिन हेले बेसी अपरिष्कार हो। तो भाविली जाए आज हेले झड़ाझड़ी कर दिए। से आसिक मो रोषे घर थाक गुड़ाक सब खाली करुच्ची। कौन हो कहले वर्षा दिन आ शीत दिन ना एत अपरिष्कार हुए किंतु ये खरा दिन हावा चक्कर माने बेसी घरे अपरिष्कार हो जाए। संज है माने तो हावा पानी आसो, हावा सांगे धूली ता सांग आमर ये प्लांट पूरा आयरन डस्ट से पूरा कला से माने बेसी ही अपरिष्कार हो जाऊँगी। एबे सिना करदे संज जदि हावा पानी आसो से पुणी जो कथा को से कथा, किंतु अपरिष्कार माने पुणी अपरिष्कार हो कहीकि रखी हेनी। से माने रोषे घर थाक गुड़ाक सब अवश्य पूरा घरटा झाड़बी, खाली जी थाक हम से गुड़ाक झाड़ी। कारण जब पूरा रोषे घर जिनस बाहर करके झड़ाझड़ी कला मत पूरा गोटे दिन लगे से माने करहब माने जो यही थाकटा करी सब बड़े तो हाथ चालू थाए कि ना कि माने होता एत हुए किंतु यही मेन मझी थाकटा कहीं बेसी अपरिष्कार हो जाता। से जो कपड़ा से गुड़ा पकई से गुड़ा सब धूल जाता, से गुड़ा काची भी नहीं। मझे के काची
ତାକୁ ଖାଲି ଝାଡ଼ିକି ମୁଁ ପକାଇ ଦେଉଛି ଏବେ। ମମତା ମ୍ୟାମ୍ ଯିଏକି ବାଲେଶ୍ୱରରେ ରୁହନ୍ତି, ସିଏ ମୋ ବ୍ଲଗ୍ ରେଗୁଲାର ଦେଖନ୍ତି। ଇଭିନ୍ କହିବାକୁ ଗଲେ ମୁଁ ଯେବେ ବ୍ଲଗ୍ ଷ୍ଟାର୍ଟ କଲି ବୋଧେ 10-15ଟା ବ୍ଲଗ୍ ଦେଖିଥିବେ କି ନାହିଁ, ନହେଲେ ପ୍ରାୟ ସବୁ ବ୍ଲଗ୍, ପ୍ରାୟ କ'ଣ ସେ ସବୁ ବ୍ଲଗ୍ ଦେଖନ୍ତି। ମୋତେ କମେଣ୍ଟ ମଧ୍ୟ ପ୍ରତି ବ୍ଲଗ୍ରେ ଦିଅନ୍ତି। ମ୍ୟାମ୍ ଥ୍ୟାଙ୍କ ୟୁ ସୋ ମଚ୍ ମୋ ବ୍ଲଗ୍କୁ କଣ୍ଟିନ୍ୟୁଅସଲି ଦେଖୁଥିବାରୁ, ମୋତେ ସୁନ୍ଦର ସୁନ୍ଦର କମେଣ୍ଟ କରିଥିବାରୁ। ଅର୍ପିତା ଯିଏକି ଖୋର୍ଦ୍ଧାରେ ରୁହନ୍ତି, ଅର୍ପିତା ଆଉ ତାଙ୍କ ମମି ବି ମୋ ବ୍ଲଗ୍ ଦେଖୁଛନ୍ତି। ଅର୍ପିତା, ତମେ ମୋ ବ୍ଲଗ୍ ଦେଖୁଛ, କମେଣ୍ଟ ମଧ୍ୟ ଦେଉଛ, ଥ୍ୟାଙ୍କ ୟୁ ସୋ ମଚ୍। ମମିଙ୍କୁ ବି ମଧ୍ୟ ମୋ ତରଫରୁ ଧନ୍ୟବାଦ ଜଣାଇଦେବ। ବର୍ଷା ରାଣୀ, ଶିବାନୀ, ବିନତି, ତମମାନଙ୍କୁ ଆଉ କ'ଣ କହିବି, ତମମାନେ ତ ସବୁ ମୋ ସାନ ଭଉଣୀ ଭଳିଆ। ତମମାନେ ବି ସବୁ ମୋର ବ୍ଲଗ୍ କଣ୍ଟିନ୍ୟୁ ଦେଖୁଛ, ସୁନ୍ଦର ସୁନ୍ଦର କମେଣ୍ଟ କରୁଛ। ପ୍ରିଭିୟସ୍ ବ୍ଲଗ୍ରେ ମୋତେ କମେଣ୍ଟ ମାଧ୍ୟମରେ ଏତେ ମୋରାଲ ସପୋର୍ଟ ଦେଲ, ମୋ ମନୋବଳକୁ ଏତେ ଷ୍ଟ୍ରଙ୍ଗ କଲ କି ଦିଦି ତମେ ବ୍ଲଗ୍ କର, ତମ ବ୍ଲଗ୍ ଆମକୁ ଭଲ ଲାଗୁଛି, ଆମେ ଦେଖୁଛୁ ତମ ବ୍ଲଗ୍, ଆମେ ତମକୁ ସପୋର୍ଟ କରୁଛୁ, ସେଥିପାଇଁ ଥ୍ୟାଙ୍କ ୟୁ ସୋ ମଚ୍ ଏଇଭଳିଆ ଭଲ ପାଇବା ଦେଉଥିବାରୁ। ଥାକ ସବୁ ଝଡ଼ାଝଡ଼ି ହେଇଯାଇଥିଲା, କପଡ଼ା ଗୁଡ଼ାକ ସବୁ ପକାଇଦେଲି। ଏବେ ଡବା ଗୁଡ଼ାକ ସବୁ ପୋଛିକି ରଖାରଖି କରୁଛି। ସିନା କହିଦେଲି 1-2 ମିନିଟ୍ ଲାଗିଲା, କିନ୍ତୁ ଏତିକି କଲାବେଳକୁ ମୋତେ ବହୁତ ସମୟ ଲାଗିଗଲାଣି ପୁରା। କିନ୍ତୁ ନ କଲେ ନହେବ। ଗରମ ବି ଲାଗୁଥାଏ, ପୁରା ବିରକ୍ତ ଲାଗୁଥାଏ। ଏବେ ଏଇ କିଛି ଦିନ ହେଲା, ଆଗରୁ ଗରମ ହେଉଥିଲା, କିନ୍ତୁ ଏ କିଛି ଦିନ ହେଲା ଏମିତି କି ବିରକ୍ତିଆ ଗରମ ହେଉଛି ଯେ ସକାଳ 6ଟା 9 ବାଜଣରୁ ପୁରା ଏତେ ଝାଳ ବାହାରୁଛି ଯେ ଦେହ ପୁରା ସୁଡ଼ୁବୁଡ଼ୁ ହେଇଯାଉଛି ଝାଳରେ। ବିରକ୍ତ ଲାଗେ ଝାଳ ବାହାରୁଥିବ ଆଉ କାମ କରୁଥିବେ, କିନ୍ତୁ କାମ ତ ସବୁ ପରିସ୍ଥିତିରେ ଆମକୁ କରିବାକୁ ହିଁ ପଡ଼ିବ। ରୋଷେଇ ଘରଟା ପୁରା ରେଡ଼ି କରିଦେଇକି ଆସିଲି। ସବୁ ଡବା ଯେଉଁଠି ଯାହା ଥିଲା ରଖାରଖି କରିକି, ତଳେ ସବୁ ଡଷ୍ଟ ଗୁଡ଼ା ପଡ଼ିଥିଲା ତାକୁ ଝାଡ଼ୁଝୁଡ଼ା କରିଦେଇକି ଆସିକି ଏବେ ମୁଁ ବାସନ ମାଜୁଛି। ତା ଭିତରେ କଣ୍ଢେଇ ବି ଉଠିକି ଫ୍ରେଶ୍ ହେଇଗଲାଣି। ମୁଁ ବାସନ ମାଜିକି ଯିବି, ତାକୁ ତା ବ୍ରେକଫାଷ୍ଟ ଦେଇଦେବି, ତାପରେ ଗାଧେଇବି, ପୂଜା କରିବି। ଆଉ ଏଇ ତ ଆମର ନିତିଦିନିଆ କାମ। ବେଶୀ ବାସନ ଅବଶ୍ୟ ନଥିଲା, ଅଳ୍ପ ବାସନ ଥିଲା। କାଲି ରାତିରେ ସେମିତି ବିଶେଷ କିଛି ରୋଷେଇ କରିନଥିଲି। ସକାଳର ଭଜା ଥିଲା, କ୍ଷୀର ଆଉ ପରଟା କରିଦେଇଥିଲି। ଇଏ ତ ପରଟା କଲେ କଦଳୀ ଦେଇକି ଖାଇବାକୁ ବେଶୀ ଭଲ ପାଆନ୍ତି, ଭଜା ଆଉ କଦଳୀ। କିନ୍ତୁ ଆଣିଲେ କଦଳୀ ଅବଶ୍ୟ, ସିଏ ଆଉ ରାତିରେ କାଲି ଖାଇଲେନି, ତାଙ୍କୁ ବହୁତ ଥକା ଲାଗିଲା। ଗରମ ପାଇଁ ବି ତାଙ୍କୁ ପୁରା ବିରକ୍ତ ଲାଗୁଛି। ଦିନ ସାରା ପରିଶ୍ରମ, ତାପରେ ପୁରୁଷ ଲୋକଙ୍କର କ'ଣ ମାନେ ଡ୍ୟୁଟି ଛାଙ୍କୁ, ପୁଣି ଘରର ବି କିଛିଟା ଦାୟିତ୍ୱ ଥାଏ। ସେଇ ଚକ୍କରରେ କହିଲେ ତମେ ଭଜାରେ ଖାଇଲେ ଖାଇବ, ପୁଅ ତାର ଯେମିତି ଖାଇବ, କିନ୍ତୁ ମୁଁ ଚିନି କଦଳୀ ତାଙ୍କୁ ପରଟା କଲେ ମାନେ ପାଚିଲା କଦଳୀ ଚିନି ଚକୁଳିକି ତାଙ୍କୁ ଖାଆନ୍ତି। ମାନେ ସାଇଡ଼୍ ଆଇଟମ୍ ଯାହା ବି ଥାଉ, ଭଜା ଭଜି ଯାହା ବି, କିନ୍ତୁ ପାଚିଲା କଦଳୀରେ ଚିନି ଚକୁଳିକି ଖାଇବାକୁ ତାଙ୍କୁ ଭଲ ଲାଗେ। କିନ୍ତୁ ସିଏ ଆଉ କାଲି ଖାଇଲେନି, ଖାଲି କଣ୍ଢେଇରେ ମୋର ଖାଇଲେ। ସେଥିପାଇଁ ରାତିରେ ତ ସେମିତି କିଛି ରୋଷେଇ ନଥିଲା, ଅଳ୍ପ 2ଟା ବାସନ ଥିଲା, ତାକୁ ଏବେ ମାଜୁଛି। ମାଜିଲା ମାନେ ଏଇ ପାର୍ଟଟା ସରିଯିବ। ଆଉ ବାବା ନା ତ ବ୍ରେକଫାଷ୍ଟ ଏଇଥିରେ ଦେଇଦେଲୁ? ହଁ, ପିଇବା ପାଇଁ ସୁବିଧା ହେବ। ଆଜି କିନ୍ତୁ କଣ୍ଢେଇ ଚୁଡ଼ା ଛତୁଆ ଖାଉନି, ଚଣା ଛତୁଆ। ନା, ଏଇଟା ବି ଖାଇବାକୁ ଇଚ୍ଛା ହେଲା। ଠିକ୍ ଅଛି ତ, ଯେମିତି କହିଥିଲୁ। ମିଠା ପାଇଛି ପୁରା? ପାଇଛି। ଭଲ ହେଲା ତ ମେଲ୍ଟ କରିବା ପାଇଁ ରଖିଦେଇଥିଲି। ସାଙ୍ଗେ ସାଙ୍ଗେ ଯଦି ବସିଯାଏ। ଚିନିଟା ଗୁଣ୍ଡ କରି ରଖିଥିବେ ଅଲଗା କଥା, ଗୁଣ୍ଡ କରି ରଖିଲା ବେଳକୁ ବି ଇଏ ହେଇଯାଉଛି, ଟେଳା ହେଇଯାଉଛି। ସେଥିପାଇଁ କରିକି ରଖୁନି। ସବୁବେଳେ ଦରକାର ପଡ଼ୁନି ନା ଗୁଣ୍ଡ ଚିନିର। ଗରମ ହେଲା ଭଳିଆ ହେଉଛି କି? ସମୟ ତ ଏବେ 10:40 ହେଇଗଲାଣି। ଯାଉନି ବାବା, ଗାଧେଇ ପଡ଼ିବ। ରୁହ, ତତେ ମୁଁ ଆଉ କହିବା ଛାଡ଼ିଦେବି, ସବୁବେଳେ ଭାବୁଛି ଛାଡ଼ିଦେବି, ପୁଣି କିନ୍ତୁ କହୁଛି ସବୁଦିନ ତ କହୁଛ, ସବୁଦିନ ଛାଡୁଛ ଏଣ୍ଡିଂରେ। ହେଲେ କହୁଛି ପୁଣି ନା। ପୂଜାପୂଜି ତ କେତେବେଳୁ ସରିଗଲାଣି, ଏପର୍ଯ୍ୟନ୍ତ କିଛି ଖାଇନି। କ'ଣ ଖାଇବି ଭାବୁଛି, ମୁଢ଼ି ମିକ୍ସଚର ଖାଇବି କି ପରଟା ଚା ଖାଇବି, ଦେଖି କ'ଣ ଗୋଟେ ଖାଇଦେବା। ଆଜି ରୋଷେଇ ସେମିତି କିଛି ନାହିଁ। କ'ଣ, ୟାଙ୍କର ବି ଫୋନ୍ ଆସିଥିଲା, ଇଏ ଏବେ ରହିବେନି, 2 ଦିନ ପାଇଁ ଆଉଟ୍ ଅଫ୍ ଷ୍ଟେସନ୍ ରହିବେ। ତ ରନ୍ଧା ପୁରା ଛୁଟି ଜାଣନ୍ତୁ, ଖାଲି କଣ୍ଢେଇରେ ମୋର କ'ଣ କରି ଖାଇଦେବୁ। ପଖାଳ ଭାତ ବି ବହୁତ ଅଛି, ଫ୍ରିଜ୍ରେ ଗରମ ଭାତ ବି ଦୁନିଆ ଅଛି, ଦେଖି କ'ଣ ଖାଇବି। ଆଉ ପୁଅ ତ ପଖାଳ ଖାଇବନି, ତାକୁ ରୁଟି କି ପରଟା କ'ଣ ଦେଇଦେବି, ସେ ତାର ଖାଇଦେବ। ଏକଲା କରି ଖାଇବା ପାଇଁ ନା କିଛି ଭଲ ଲାଗିବନି। ହେଲେ ଦେଖି, ମୁଁ ସିନା ଯେମିତି ଖାଇଦେବି, ଛୁଆଟା ତ ଖାଇବନି। କ'ଣ ଗୋଟେ ଦେଖି ଭଜାଭଜି କରିଦେବି କି ପୋଡ଼ାପୋଡ଼ି କ'ଣ ଦେଖି କରିଦେବି। ତେବେ ଯାଏ
ସେ ବାହାରିବେ ତାଙ୍କ ପାଇଁ ସବୁ ଟିକେ କ'ଣ କ'ଣ ନେବେ ସବୁ ରେଡ଼ି କରିଦିଏ। ତାଙ୍କର ଯିବାର ଥିଲା ଆଜି କିନ୍ତୁ କେତେବେଳେ ଯିବେ ସେମିତି କିଛି ଠିକ୍ ନଥିଲା, ସେଥିପାଇଁ ଡ୍ୟୁଟି ପଳେଇଥିଲେ। ଏବେ ଡ୍ୟୁଟିରୁ ଫୋନ୍ କଲେ ଏବେ ବାହାରିବେ କହିକି। କେଉଁଠିକି ଯାଉଛନ୍ତି, କାହିଁକି ଯାଉଛନ୍ତି, କ'ଣ ପାଇଁ ଯାଉଛନ୍ତି ମୁଁ ଆଗାମୀ ବ୍ଲଗ୍ରେ ଆପଣମାନଙ୍କୁ କହିବି। ଆସିଗଲା ଏବେ। ଖରା ହଉଛି ବାବା। ଖରା ହଉନି, ଗରମ ହଉଛି। ମାନେ ଚାଲ ତମେ ପୁଣି ଫ୍ରେଶ ହବ, ରେଡି ହବ। ଏଇ ରୁମ ରେ ପଢୁଥିଲି ଫିର ପଳେଇଲି ବେଡରୁମ କୁ। ସତ କଥା କହିଲେ ବେଡରୁମ ରୁ ବାହାରିବା ପାଇଁ ଇଚ୍ଛା ବି ହଉନି ଯେ। ନା ଇଚ୍ଛା ତ ହଉଛି, ମୁଁ ଏବେ ଯିବି କୋଚିଂ 1:30। ସେଇଟା ତ କରିବାକୁ ପଡ଼ିବ। ଆଉ ବାବା ବି ଡ୍ୟୁଟି ଯାଉନାହାନ୍ତି କି, ବାବା ବି ଯିବେନି କି ଏବେ, ତ ତାଙ୍କୁ ବି ତ ସେମିତି ଖରା ଲାଗିବ, ଗରମ ବି ଲାଗିବ। ଆସିଗଲେ ବାଇକ ରେ ପଳେଇବି, ନହେଲେ ତ 2ଟା-3ଟାରେ ଆସିଥାନ୍ତେ, ସାଇକେଲରେ ଯିବାକୁ ପଡିଥାନ୍ତା। ତମର ବ୍ରଶ ରଖିଦେଇଛି, ପେଷ୍ଟ ରଖିଛି, ତମେ ତ ତମ ଚଷମା ଚାର୍ଜର ରଖିଦେଲ। ଆଉ ହଁ, ଇନର ୱେର୍ ଏକ୍ସଟ୍ରା ରଖିଛି, ମାନେ ରଖିଦେବି, ସବୁ ବାହାର କରିଥିଲି ତମର କ'ଣ କ'ଣ ଲାଗିବ କହିକି। ଆଉ ଲୁଙ୍ଗି ତର୍କିଶ ତ ରହିଲା। ଆଉ କ'ଣ କହିବି ତମକୁ, ଏକ୍ସଟ୍ରା ସକ୍ସ ନବ, ଗୋଟେ ପିନ୍ଧିକି ପଳେଇବ ସଫାଟା, ଗୋଟେ ଏକ୍ସଟ୍ରା ରଖିଦେଇଥାଅ ନା। ପୁରା ଜୋର ସୋର ସେ ପ୍ୟାକିଂ ଚାଲିଛି ନାଇଁ। ଡ୍ରେସ୍ ଏକ୍ସଟ୍ରା ନେଇଥିବ କି? ଆଉ ଏତେ ଡ୍ରେସ୍ କାହିଁ ନେଉଛ? ଖରା ଦିନ ବାବା, 2 ଦିନରେ 4 ପେୟାର ଡ୍ରେସ୍ ଦରକାର ଖରା ଦିନ। କାହିଁକି ଭଲ ଲାଗିବନି, ବାହାର ଜାଗା ନା। ମୁଁ ତ 3 ଦିନରେ 1 ଡ୍ରେସ୍ ପିନ୍ଧି ପାରିବି। ଚପଲଟା ଜରିରେ ପ୍ୟାକ୍ କରିଦେଇଛି ହେଲା। जीन्स पहनो जाओ, शॉर्ट्स पहनो। ହଁ ହଁ, ଭେକେସନରେ ଯାଉଛୁ जहाँ भी कंफर्टेबल लगियो ना। ନା ଏଟା ପିନ୍ଧିକି ଯିବୁ। इस पिंदो पिंदो, चुट्टी नथला तो पिंधुला। ସାର୍ ଆମର ପୁରା ରେଡି ହେଲେ, କିନ୍ତୁ ଟିକେ ଚୁଟିଟା କଲର କରିଥିଲେ ବେଶୀ ଭଲ ଲାଗିଥାନ୍ତା। ସବୁ ରଖିଲ, ତମ କ୍ରିମ୍ ଫ୍ରିମ୍ ସବୁ ରଖିଲ? କ୍ରିମ୍ ଫ୍ରିମ୍ ସବୁ ରଖିଦେଲି। ଆଉ ବେଲ୍ଟଟା ଇଏ କରିବ। ହଁ, ଆଉ ଗୋଟେ ମେନ୍ ଜିନିଷ ରଖିନ, କଣଟା? ତମ ପରଫ୍ୟୁମ୍। ଆରେ ପରଫ୍ୟୁମ୍, ହଁ। ଆରେ ଏଇଟା ନହେଲେ ତ ତମର ହବନି। ଏବେ ୟୁଜ କରିବନି କି? ମନେ ରଖିଲ, ଯଦି ନ ପକେଇକି ଯାଇଥିବ, ଡ୍ୟୁଟି ବି ଯାଇଥିଲେ ଅଧାରୁ ରିଟର୍ନ ହେଇକି ଆସିକି ପକାଅ। ମୁଁ କଦବାଇ କୁସ୍ତିତ ୟୁଜ କରେ, କିନ୍ତୁ ତମେ ସବୁବେଳେ ତମେ ପୁରା ରେଡି। ପୁଅ ଯିବ, ଛାଡ଼ି ଦେଇ ଆସିବ ବସ୍ ଷ୍ଟାଣ୍ଡ ପାଖରେ, ନହେଲେ ଯିବ ନା ପୁଅ? ଶୁଭୁଛି, ଟିକେ ଗ୍ଲୁକୋଜ ପିଇ ଦିଅ। ବାବା ତୁ ପିଇବୁ କି ଗ୍ଲୁକୋଜ? सरबत नाम ସରବତ ନୁହଁ, ଗ୍ଲୁକୋଜଟା। नहीं जेमती देखा जाଉଛି। ହଁ, ଗ୍ଲୁକୋଜଟା। बेस्ट ऑफ लक। अरे आराम से जर्नीटा एंजॉय कर। हाथ तो देबी की? हाँ, भोग खाई हाथ धोबनी कि? आराम से जीव, पहुँची टे फोन करदेव। बाबा तू भी बाबा को आराम से छाड़ी के आसबू है। अजान पढ़ा हो। हेलमेट नबुनि बाबा, हेलमेट ने हेलमेट दरकार नहीं। हेले भी नहीं था, रही था आने आने धर लो हेलमेट। दरकार पे हेलमेट पिंधती कि सेफ्टी नुह कि हेलमेट? आराम से जीव। मोबाइल चार्जर रखिछ ना? मोबाइल चार्ज अच्छी 100 हो जाइए। एक्चुअली मो चार्जर बहुत फास्ट चार्जर हुए, सॉरी फास्ट चार्ज हुए, चार्जर हुए कौन। हाँ, आराम से। से दी जन तो बाहर गले, कंडे बस स्टाण्ड छाड़ी आसब, राउरकेला बस स्टाण्ड। एवं 2 दिन जमा घर भल लगे
ସେ ବହୁତ କମ୍ ହିଁ ଏମିତି ବାହାରୁ ମାନେ ମାନେ ତାଙ୍କ ଆମ ବିନା ସେ ବହୁତ କମ୍ ହିଁ ଏମିତି ବାହାରକୁ ଯାଆନ୍ତି। ମଝିରେ ଥରେ ମୁମ୍ବାଇ ଯାଇଥିଲେ, ଆଉ ଥରେ କେଉଁଠି ଯାଇଥିଲେ 2 ଦିନ ପାଇଁ, ଆଉ ଏବେ ନା ବାହାଘର ଟାଇମ୍ରେ ବହୁତ ଯାଆନ୍ତି, ଡ୍ରାମା ପର୍ପସ୍ରେ ବହୁତ ଯାଆନ୍ତି। ଭୁବନେଶ୍ୱର, ବାଲେଶ୍ୱର, ପୁରୀ, ଆହ୍ଲାବାଦ ଏମିତି ଯୋଉଠି ଯୋଉଠି ତାଙ୍କର ଡ୍ରାମା ମାନେ ଶୋ ଥାଏ ଯାଆନ୍ତି। କିନ୍ତୁ ତାପରେ ଆଉ ଏତେଟା କୁଆଡ଼େ କେବେ ଯାଇନାହାନ୍ତି। ପୁଅ ଯେତେବେଳେ 3-4 ବର୍ଷ କି ନା 6-7 ବର୍ଷ ରହିଥିବ, ମୁମ୍ବାଇ ଯାଇଥିଲେ 6-7 ଦିନ ପାଇଁ। ତାପରେ ଏମିତି ବହୁତ କମ୍ ହିଁ ଯାଇଛନ୍ତି। ପୁଣି ଆଜି ଏ 2 ଦିନ ମାନେ ତାଙ୍କ ବିନା ଘର ଜମା ଭଲ ହିଁ ଲାଗିବନି। ଇଏ ଇମୋସନାଲ୍ ହେବେନି, ବାହାରିକି ଯାଇଛନ୍ତି। 2 ଦିନରେ ପଳେଇ ଆସିବେ ଯେ। ଯାଏ ଦେଖି କ'ଣ ଟିକେ ଭଜା ଭଜି କରିଦିଏ। ପୁଅ ଖାଇବାର ନଥିଲା, ମୋ ପାଇଁ କିଛି କରିନଥାନ୍ତି। ଆଉ ଛୁଆଟା ଖାଇବ କ'ଣ ଭାଜିବି ଭାବୁଛି, ଆଳୁ ନହେଲେ ଭାଜିଦେବି, ଜଲ୍ଦି ହେଇଯିବ। ପୁଅ ତାଙ୍କୁ ଛାଡ଼ିକି ଆସିଗଲାଣି ଏବଂ ଭଜାଟା ବସେଇବି। ଆଳୁ ତ କାଟିକି ନେଇ ଆସିଥିଲି, କରେଇ ବସେଇକି ତେଲ ବି ଦେଇଦେଲିଣି। ତେଲ ତ ଗରମ ବି ହେଇଗଲାଣି। ଗୋଟେ ଶୁଖିଲା ଲଙ୍କା ଦେଇଦେବି। କ'ଣ ହଟସ୍ପଟ୍ ରହ ଦଉଛି। ସୋରିଷ ଦେଇଦେବି। ସୋରିଷ ତ ଫୁଟିଗଲାଣି, ପିଆଜ କାଟିକି ରଖିଦେବି। ଏକା ସାଙ୍ଗରେ ଆଳୁ ଦେଇଦେବି। ଲୁଣ ଆକ୍ଚୁଆଲି କରିବା ପାଇଁ ମନ ନାହିଁ, ଖାଲି ଛୁଆଟା ପାଇଁ ଯାହା କରିବା କଥା। ମୁଁ ଭାବୁଥିଲି ରହ ଭଜାଟା ବସେଇକି ଯାଉଛି। ଭଜା ତ ବସେଇ ଦେଇକି ଆସିଲି। ତାଙ୍କ ପ୍ୟାକିଂ କରିବା ଚକରେ ସବୁ ପୁରା ଏପଟ ସେପଟ କରିକି ଛିନବିନ କରି ପକେଇଛି। ସେଗୁଡ଼ାକ ସବୁ ଏବେ ବାଗେଇଦେବି। ସମୟ ତ ଏବେ 1:35 ହେଇଗଲାଣି। କଣ୍ଢେଇକୁ ଖାଇବା ପାଇଁ ବି ଦେଇଦେଲେଣି। କଣ୍ଢେଇ ଲଞ୍ଚରେ ଅଛି ପରଟା ଆଉ ଆଳୁ ଭଜା। ଭଲ ଅଛି ନା ଆଳୁ ଭଜା? ବହୁତ ଭଲ ହେଇଛି। ତୁ ଆଗୁଆ କହିଥାନ୍ତୁ ଯଦି ଭଲ ଲାଗିଥାନ୍ତା। କଣ୍ଢେଇ ତ ତାର ଖାଉଛି। ସେ ଟିକେ ଜଲ୍ଦି ଆଜି କୋଚିଂକୁ ଯିବ। ସେ କୋଚିଂ ବାହାରିଲା ପରେ ମୁଁ ଖାଇବି। ବ୍ଲଗ୍ଟି ତାହେଲେ ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ। ବ୍ଲଗ୍ଟି ପସନ୍ଦ ଆସିଲେ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ। ଜୟ ମା ସନ୍ତୋଷୀ।